हेलो फ्रेंड्स, वेलकम टू बिजनेस बॉस। फ्रेंड्स, बिजनेस करंतु आउ निजर बॉस बनंतु। बहुत गुडा बिजनेस भितरु हमर ଏବେ ଚାଲିଛି ऑनलाइन स्टॉक मार्केट ट्रेडिंग। ଆପଣ ମାନେ स्टॉक मार्केट ट्रेडिंग କରିପାରିବେ, क्रिप्टो କରିପାରିବେ, फॉरेक्स କରିପାରିବେ। ତ ଚାଲନ୍ତୁ ଆଜି ଆମେ ଜାଣିବା ऑनलाइन ट्रेडिंग प्लेटफॉर्म रो ଗୋଟେ ମାନେ ଆମର क्रिप्टो ट्रेडिंग प्लेटफॉर्म ଅଛି, ସେଟା ହେଉଛି डेल्टा एक्सचेंज। ତ डेल्टा एक्सचेंज ରେ କଣ କଣ ଫେସିलिଟି ରହୁଛି ଆଉ ମୁଁ ଏଟାକୁ କାହିଁ ରେକମେଣ୍ଡ କରୁଛି, ତ ତା ଉପରେ ଆଜି ଡିସ୍କସନ କରିବା। ତ डेल्टा जो मैंने डेल्टा एक्सचेंज रे अकाउंट ओपन करना डिस्क्रिप्शन लिंक अच्छी, तो लिंक को क्लिक करके आप डेल्टा एक्सचेंज रो अकाउंट ओपन करेंगे। सेठी आप आधार कार्ड, पान कार्ड और बैंक अकाउंट लिंक करदे हो सेम डे गोटे हाफ एन आवर हो। तो चलते आज ये जानवा जे डेल्टा एक्सचेंज रो फंक्शन कौन एडवांटेज रो। पोर्टल देखो लिखा है वी आर रजिस्टर्ड विथ एफआईयू गवर्नमेंट ऑफ इंडिया एंड आर फुल कंप्लायंट विथ इंडियन रेगुलेशन। तो यहाँ भी यही एक्सचेंज भी गवर्नमेंट ऑफ इंडिया एप्रुवाल रे ओपन है। तो आप तलू तलू जी तार रजिस्ट्रेशन नंबर भी अच्छी ये देखो डेल्टा एक्सचेंज इंडिया ऑपरेटेड बाय एक्सलियम टेक्नोलॉजी प्राइवेट लिमिटेड गवर्नमेंट ऑफ इंडिया रजिस्ट्रेशन नंबर ये अच्छी। तो यहाँ तार पोर्टाल। तो चलते गोटे गोटे फंक्शन विषय जाना। ये देखो अच्छी मार्केट्स। ये आप मार्केट्स को क्लिक करेंगे। मार्केट्स रे सब आमर पाखापाखि जी कॉइन अच्छी डेल्टा एक्सचेंज लिस्टेड अच्छी सब कॉइन रो लिस्ट पलि आसला। तो को कॉइन टा केते टंका हम मासरे केते लिवरेज दउची सेटा भी साइड रे मेंशन हो जे। देखो 200x 200x बिटकॉइन आ एथेरियम ए दुटा ही 200x अछि। बाकी आउ ताडू छोट छोट कॉइन गुडाको 100x लिवरेज मिलुची। बाकी रहला आउ केते अछि 20x। 20x हला लास्ट लिवरेज। तो सेउडा सब छोट छोट कॉइन गुडाको सेउडा सब 20x लिवरेज रे आपण माने ट्रेडिंग करि परिबे। आज बीटीसी यूएसटी माने एटा बिटकॉइन परपेचुअल। परपेचुअल मीन्स आपण लॉन्ग टाइम पे भी होल्ड रे रखि परिबे। बिटकॉइन परपेचुअल, एथेरियम परपेचुअल, सोलाना परपेचुअल सब कॉइन परपेचुअल कॉन्ट्रैक्ट गुडा सब अछि। माने एटा फ्यूचर कॉन्ट्रैक्ट गुडा आपण माने जो चाहिबे एठी किना बिका करि परिबे। तो एठी देखो जदि आपण गोटा क्लिक करिवे तार चार्ट तो ओपन हो जिवो। एटा देखो बिटकॉइन रो चार्ट ओपन होला। तो बिटकॉइन ଏବେ କେତେ ଚାଲିଛି 1,14,646 ପାଖାପାଖି ଚାଲିଛି। ତ ଏଟା ପ୍ରାଇସ୍ ସବୁବେଳେ ଫ୍ଲକ୍ଚୁଏଟ୍ ହବ। ଆଉ ଏଇ କ୍ରିପ୍ଟୋ ମାର୍କେଟ କଣ 24 ଆୱାର ଓପन ହେଇକି ରହିବ। ତ ଆପଣ ଯେତେବେଳେ ବି ଚାହିଁବେ କିଣା ବିକା କରିପାରିବେ। ତେବେ ଦେଖନ୍ତୁ ଏଠି ବିଟକଏନ୍ ପୋର୍ଟାଲ ଖୋଲିଲା ପରେ, ସରି ବିଟକଏନ୍ ଚାର୍ଟ ଓପନ ହେଲା ପରେ ଏଇ ପୋଜିସନଟା ଯୋଉ ଅଛି ଏଇଟା ହଉଛି ସ୍ପ୍ରେଡ ପୋଜିସନ। ଗୋଟେ ପଟ ଅଛି ରେଡ୍, ଆଉ ଗୋଟେ ପଟ ଅଛି ଗ୍ରୀନ୍। ତ ଗ୍ରୀନ୍ ପଟଟା ହେଲା ବାଇ ପ୍ରାଇସ୍, ରେଡ୍ ପଟଟା ହେଲା ସେଲ୍ ପ୍ରାଇସ୍। ବିଟକଏନ୍ ଚାର୍ଟ ଓପନ କଲା ସାଇଡରେ ଆସିଲା ଅର୍ଡର ୱିଣ୍ଡୋ। ତ ଅର୍ଡର ୱିଣ୍ଡୋରେ କଣ କାମ, ଏଠି ଆପଣ ଅର୍ଡର ପ୍ଲେସ୍ କରିପାରିବେ। ଦେଖନ୍ତୁ ତ ଏଠି ଦେଖନ୍ତୁ ଏଇଟା ଆସିଲା ଅର୍ଡର ୱିଣ୍ଡୋ। ଅର୍ଡର ୱିଣ୍ଡୋରେ ଆପଣ ଦେଖନ୍ତୁ ବାଇ ଅଛି, ସେଲ୍ ଅଛି। ଆପଣ ଫାଷ୍ଟ ବାଇ କରିପାରିବେ, ଫାଷ୍ଟ ସେଲ୍ ବି କରିପାରିବେ। ଏଠି ଦେଖନ୍ତୁ ଅଛି ତଳେ ଲିଭରେଜ। ଲିଭରେଜ ମାନେ ଆପଣ କେତେ ଗୁଣା ଲୋନ୍ ନେଇକି ଟ୍ରେଡିଂ କରିପାରିବେ। ଏଠି ଆପଣ ସେଟା ସେଟ୍ କରିପାରିବେ। ଏଠି 100 ଟୁ ମ୍ୟାକ୍ସିମମ୍ ଅଛି 200। ଓକେ। ତ ତାପରେ ଦେଖନ୍ତୁ ଏଠି ଅଛି ଲିମିଟ୍ ମାର୍କେଟ ଏଣ୍ଡ ମେକର୍ସ ଓନଲି। ସବୁ ତାର ଅର୍ଡର ୱିଣ୍ଡୋର ଫଙ୍କସନ ଗୁଡାକ ଅଛି। ଆପଣ ଯୋଉମାନେ ଟ୍ରେଡିଂ କରୁଛନ୍ତି ତ ସେମାନେ ଜାଣିଥିବେ ଲିମିଟ୍ ଅର୍ଡର କଣ, ମାର୍କେଟ ଅର୍ଡର କଣ, ଏଗୁଡା ସବୁ ଜାଣିଛନ୍ତି। ତ ଆପଣ ଯଦି ଟାର୍ଗେଟ ଦେଖିକି ମାନେ ବାଇ କରିବେ କି ସେଲ୍ କରିବେ ତାହେଲେ ସେଠି ଲିମିଟ୍ ଅର୍ଡର ଚୁଜ୍ କରିବେ। ଏଠି ଆପଣ ସବୁ ମୁଁ ଏବେ ଜଷ୍ଟ ଗୋଟେ ଆପଣଙ୍କୁ ଦେଖେଇ ଦଉଛି। ଏଟା ମୁଁ ଲିମିଟ୍ ଅର୍ଡର ଚୁଜ୍ କଲି। ଓକେ। ଏବେ ପ୍ରାଇସ୍ କେତେ ଚାଲିଛି 1,14,622 ଚାଲିଛି। 1,14,600। ମୁଁ 600 ପକେଇଦେଲି, ଦିଟା ଲଟ ପକେଇଲି। ଓକେ, ପ୍ଲେସ୍ ଅର୍ଡର। ଓକେ। ତ ମୁଁ ଯେତେବେଳେ ଅର୍ଡର ଦେଇଦେଲି ସେ ଟାଇମରେ ଏଠି ଦେଖନ୍ତୁ ଚାର୍ଟ ପୁରା ଆସିଗଲା। ତ ଏଇଟା ଯେତେବେଳେ 1,14,600 ପୁରା ଆସିଯିବ ସେ ଅଟୋମେଟିକ ବାଇ ହେଇଯିବ। ବାଇ ହେଇଗଲେ ଏଠିକି ସେ ପଳେଇ ଆସିବ। ଚାଲନ୍ତୁ ମୁଁ ଏବେ ଗୋଟେ ଲଟ୍ ନେଇଯାଉଛି ମାର୍କେଟ ଅର୍ଡରରେ। ଓକେ, ମାର୍କେଟ ଅର୍ଡର ଗୋଟେ ଲଟ୍ ନେଇଯାଉଛି। ଏବେ ଏଠି ଦେଖନ୍ତୁ
ମାର୍କେଟ ଆପଣ ଯେତେବେଳେ ଦେବେ ନା ଏଠି ଲଟ୍ ଦେଲେ ଆପଣଙ୍କର କେତେ କେତେ ମାନେ ଡଲାର ରିକ୍ୱାରମେଣ୍ଟ ହବ ସେଇଠି ଏଠି ମେନସନ କରିଦେଉଛି। ଏବେ ଦେଖନ୍ତୁ ମୁଁ $1 ପକେଇଲି, ସରି 1 ଲଟ୍ ପକେଇଲି, ତ ଏଠି $1.28 ଆମକୁ ମାର୍ଜିନ ରିକ୍ୱାରମେଣ୍ଟ ପଡିବ। ଯଦି ମୁଁ ଏଠି $11 ପକେଇବି, ଏଠି $14 ପାଖାପାଖି ପଡିବ ହେଲା। ଏଇ ଯୋଉ ଆମର ଫଣ୍ଡସ ରିକ୍ୱାରମେଣ୍ଟ ରହୁଛି ଏଇଟା ଲିଭରେଜ ଅନୁସାରେ ରହିବ। ଏଠି ଦେଖନ୍ତୁ ମୁଁ 11 ଲଟ୍ ପକେଇଲି, 11 ଲଟ୍ ଯଦି ନେବି 100x ଲିଭରେଜ ତାହେଲେ ମତେ $14 ଦେବାକୁ ପଡିବ। କିନ୍ତୁ ମୁଁ ଏଟାକୁ ଯଦି 200 ଇଏ କରିଦେବି ତାହେଲେ ମତେ ଆହୁରି କମ ପଡିବ। ସେଟ୍ 200x ଅଛି, ତ 200x ରେ ମତେ $7 ପାଖାପାଖି ପଡିବ। ବୁଝିଲେ ନା? ଏଥର ଆପଣ ଜାଣିପାରିଲେ ଲିଭରେଜ ର କାମ କଣ ରହିଲା। ତ ସେଇ ହିସାବରେ ମୁଁ ଏଟାକୁ 100x କରିଦେବି। 100 ମତେ $14 ଦେବାକୁ ପଡିବ। ତ ମୁଁ ଏବେ ଗୋଟେ ଲଟ୍ ଟ୍ରାଏଲ ପାଇଁ ନଉଛି। ଏ ଦେଖନ୍ତୁ ମୁଁ ପୁରା ଅର୍ଡର ପକେଇଦେଲି। ଏଠି ପୁରା ଅର୍ଡର ୱିଣ୍ଡୋରେ ପଳେଇ ଆସିଲା ତଳେ ପୋଜିସନ। ତ ଏଇଟା ରହିଲା ଅର୍ଡର ୱିଣ୍ଡୋ। ଏବେ ଚାଲନ୍ତୁ ଦେଖିବା ଚାର୍ଜେସ୍ କଣ ରହୁଛି। ସରି ଏଠି ଆଉ ଗୋଟେ ରହିଲା ମେନ୍ ରହୁଛି ଏକାଉଣ୍ଟ ମାର୍ଜିନ। ଏକାଉଣ୍ଟ ମାର୍ଜିନ ରେ ଦିଟା ଅଛି ଦେଖନ୍ତୁ, ମାର୍ଜିନ ମୋଡ ଅଛି ଆଇସୋଲେଟେଡ ଆଉ ଅଟୋ ମାର୍ଜିନ ଟପ୍ ଅପ୍ ଅଛି। ଏଠି ଦେଖନ୍ତୁ ଯଦି ଆପଣଙ୍କର ଆଇସୋଲେଟେଡ ମୋଡ ଅନ୍ ଅଛି, ଏଠି ଦେଖନ୍ତୁ ଚେଞ୍ଜ ମାର୍ଜିନ ମୋଡ ଅଛି। ଯଦି ଏଠି ଆପଣ ଚୁଜ୍ କରିବେ ଆଇସୋଲେଟେଡ ମୋଡ, ଯଦି ଆପଣ ଟ୍ରେଡିଂ କରିବେ, ସପୋଜ ମୁଁ ଏବେ ଗୋଟେ ଲଟ୍ ମାନେ ଓପେନ ମାନେ ଗୋଟାଏ ଲଟ୍ରେ ଟ୍ରେଡିଂ କଲି, ତ ଏଠି ଆଇସୋଲେଟେଡ ମୋଡରେ ଯଦି ଆପଣ ଟ୍ରେଡିଂ କରିବେ, ଅଟୋ ଟପ୍ ଅପ୍ ଟା ଯଦି ନ କରିବେ, ତାହେଲେ ଏଠି ଦେଖନ୍ତୁ ଗୋଟେ ଅଛି ଏଷ୍ଟିମେଟ ଲିକ୍ୱିଡେସନ ପ୍ରାଇସ୍। ଏବେ ମାର୍କେଟ ପ୍ରାଇସ୍ କେତେ ଚାଲିଛି? 1,14,719 ଚାଲିଛି। ଏଟା ଲିକ୍ୱିଡେସନ ପ୍ରାଇସ୍ ଆସୁଛି 1,13,823। ତ 1,13,823 ଯେତେବେଳେ ଆସିବ, ସେ ଅଟୋମେଟିକ ଲସ୍ ହେଇଯିବ ମୋର। ବୁଝିଲେ ନା ନାଇଁ? ଅଟୋମେଟିକ ଷ୍ଟପ୍ ଲସ୍ ହେଇଯିବ। ତ ଯଦି ଆପଣ ଏଠି ଅଟୋ ଟପ୍ ଅପ୍ ଯଦି ଅନ୍ କରିଥିବେ, ତାହେଲେ ସିଏ ଅଟୋମେଟିକ ମାର୍ଜିନ ପୁରା ଟାଣି ଟାଣି ନେଇକି ସେ ଲସ୍ ହବନି, ସେଟା ପୁରା ମେକଅପ୍ ହେଇକି ରହିଯିବ। ତ ଏଇଟା ହେଲା ଆଇସୋଲେଟେଡ ମାର୍ଜିନ। ଆଉ ଯଦି ଆପଣ ମୋଡକୁ ପୁରା ଚେଞ୍ଜ କରିଦେବେ, ପୋର୍ଟଫୋଲିଓକୁ ଆଣିବେ ଏଠି, ପୋର୍ଟଫୋଲିଓ ଆସିଲେ ସେଠି ଆପଣଙ୍କର ପୁରା ଫଣ୍ଡ ଟା ସାର୍କୁଲେସନ ହବ। ଆପଣ ଯେତିକି ଅର୍ଡର ପକେଇବେ ସେ ପୁରା ମେନ୍ ପୋର୍ଟଫୋଲିଓରେ ପୁରା ସାର୍କୁଲେସନ ହବ। ସେଠି ଆପଣ ସେଟିଂ ଟା ଚେଞ୍ଜ କରିପାରିବେ। ତ ନେକ୍ସଟ ଲାଇଭ୍ ଦେଖିବା ଚାର୍ଜେସ୍ କଣ କଣ ରହୁଛି। ଏଠି ଦେଖନ୍ତୁ ଅଛି ଟ୍ରେଡିଂ ଫିସ୍। ଟ୍ରେଡିଂ ଫିସ୍ ଯଦି ଆପଣ ଯିବେ, ଚାର୍ଜେସ୍ ଟାକୁ ବହୁତ ମାନେ କେୟାରଫୁଲି ଆପଣଙ୍କୁ ନେବାକୁ ପଡିବ। ଦେଖନ୍ତୁ ଏବେ ଅଛି ଟ୍ରେଡିଂ ଫିସ୍। ଟ୍ରେଡିଂ ଫିସ୍ କଣ ରହୁଛି? ଆପଣ ଯଦି ଫ୍ୟୁଚରରେ ଟ୍ରେଡିଂ କରିବେ, ତାହେଲେ ଫ୍ୟୁଚର ଦେଖନ୍ତୁ ଏଠି ଅଛି, ଗୋଟେ ଅଛି ଟେକର ଫିସ୍ ଏଣ୍ଡ ମେକର ଫିସ୍। ମୁଁ ୟା ଉପରେ ମଧ୍ୟ ପୁରା କହିବି ଡିଟେଲ। ଫ୍ୟୁଚରରେ ଆପଣ ଯଦି ଟ୍ରେଡିଂ କରିବେ 0.5% ଚାର୍ଜେସ୍ ଯିବ। ଆଉ ଯଦି ମେକର ହିସାବରେ ନେବେ 0.2% ଚାର୍ଜେସ୍ ଯିବ। ସରି 0.05। ଯଦି ଆପଣ ଟେକର ହିସାବରେ ନେବେ 0.05% ଚାର୍ଜେସ୍ ଯିବ। ଆଉ ଯଦି ମେକର ନେବେ 0.02% ହିସାବରେ ଚାର୍ଜେସ୍ ଯିବ। ସେମିତି ଅପସନରେ କେତେଟା ଅଛି? ଅପସନ ଦୁଇଟା ସେମ୍ ରହୁଛି, ଟେକର ଯେତିକି ମେକର ସେତିକି। 0.015% ଯିବ ଟେକର ମେକରରେ। ଟେକର କଣ ମେକର କଣ, ଚାଲନ୍ତୁ ୟା ଉପରେ ଟିକେ ବୁଝିବା। ଟେକର ହେଲା ଆପଣ ଯଦି ଟେକର ହିସାବରେ ନେବେ, ମିନ୍ସ ମାର୍କେଟ ପ୍ରାଇସରେ ନେବେ। ଆପଣ ଯଦି ଯେକୌଣସି ବି ଅର୍ଡର ଯଦି ନଉଛନ୍ତି, ଆପଣ ଯଦି ମାର୍କେଟ ପ୍ରାଇସରେ କିଣିଦେଲେ, ତାହେଲେ ଆପଣଙ୍କୁ ଅଧିକା ଫିସ୍ ପଡିବ। କିନ୍ତୁ ଆପଣ ଯଦି ଲିମିଟ ଅର୍ଡର ନେବେ, ତାହେଲେ ଆପଣଙ୍କୁ କମ ଫିସ୍ ଦେବାକୁ ପଡିବ। ସେଥିପାଇଁ ଆପଣ ସବୁବେଳେ ଲିମିଟ ଅର୍ଡରରେ ସବୁବେଳେ ଚୁଜ୍ କରିବେ। ଏବେ ଦେଖନ୍ତୁ ଗୋଟେ ଓଭରଅଲ ନଲେଜରେ ମୁଁ ଆପଣଙ୍କୁ ଗୋଟେ କହିବି, ଟେକରରେ କେତେ ଫିସ୍ ରହିବ ଆଉ ମେକରରେ କେତେ ଫିସ୍ ରହିବ। ଏଇଟା ଦେଖନ୍ତୁ ତାର ଆସିଲା ବ୍ରୋକରେଜ କାଲକୁଲେଟରଟା। ଫ୍ୟୁଚରରେ ଦେଖନ୍ତୁ ଏବେ ଚାଲିଛି, ଫ୍ୟୁଚରରେ ବିଟିସି ୟୁଏସଡି ର କେତେ ଚାଲିଛି? ଯାହା ବି ଚାଲିଛି, ଏବେ ଚାଲିଛି 1,14,000। ଜଷ୍ଟ ପକଉଛି ଗୋଟେ ପ୍ରାଇସ୍ 1,14,000, ରାଉଣ୍ଡ ଫିଗର ପକେଇ ଦଉଛି। ବାଇ କଲେ 1,14,000। ଆମେ ଯଦି 1,14,500 ସେଲ୍ କରିବା, 1,14,500। ଓକେ, ଏଠି ଦେଖନ୍ତୁ ଅଛି ଲଟ୍।
ଲଟ୍ ଆପଣ କେତେ ନେବେ, କେତେ ଲଟ୍ ନେବେ? ମନେକର 100 ଲଟ୍ ନେଲେ, 100 ଲଟ୍ରେ ପାଖାପାଖି 10,000 ପାଖାପାଖି ଆସିବ। ତ ଏଇଠି ଦେଖନ୍ତୁ ମୁଁ ଦୁଇଟି ଏକ ମେକରରେ ଆପଣ ଯଦି ନେବେ, ମେକର ମାନେ ଲିମିଟ ଅର୍ଡର ଯଦି ଆପଣ ନେବେ ତାହେଲେ $43 ପ୍ରଫିଟ ରହିବ। ଓକେ, ଯଦି ଏଟାକୁ ଅଫ୍ କରିଦେବେ, ସରି ଆଉ ଗୋଟେ ଅଛି ସ୍କାଲ୍ପର ଅଫର। ଆପଣ ଯଦି ସ୍କାଲ୍ପିଂ କରିବେ, ସ୍କାଲ୍ପର ଅଫରଟା କଣ? ଯଦି ସ୍କାଲ୍ପର ଅଫରଟା 15 ମିନିଟ୍ ଭିତରେ ଯଦି ଆପଣ ଟ୍ରେଡ୍ କରୁଛନ୍ତି ତାହେଲେ ଆପଣଙ୍କୁ କମ ଚାର୍ଜେସ୍ ପଡିବ। ଯଦି ଆପଣ 15 ମିନିଟ୍ ଭିତରେ କ୍ଲୋଜ କରୁନାହାନ୍ତି ତାହେଲେ ଆପଣଙ୍କୁ ହାଇଲି ଚାର୍ଜେସ୍ ପଡିବ। ତ ସେଥିପାଇଁ ସ୍କାଲ୍ପର ଅଫରରେ 15 ମିନିଟ୍ ଭିତରେ ଯଦି ଆପଣ ଟ୍ରେଡ୍ ଯଦି କ୍ଲୋଜ ନ କରେ ହାଇ ଚାର୍ଜ ପଡିବ। ତ ସେଥିପାଇଁ ଆପଣ ଯଦି ସ୍କାଲ୍ପର ଅଫର ଯଦି ନ ନେଇ ପାରନ୍ତି ତାହେଲେ ଆପଣ ଦେଖନ୍ତୁ କୋଉଠୁ କୋଉ ଲେଭେଲର ଚାର୍ଜେସ୍ ପଡିବ। ଦେଖନ୍ତୁ ଆପଣ ଯଦି ଟେକର ଯଦି ଅନ୍ କରି ନେବେ ତାହେଲେ ଏଠି ସିମ୍ପଲ କ୍ୱେଶ୍ଚିନ୍, ଏଣ୍ଟ୍ରି ପ୍ରାଇସ୍ ରହିଲା 1,14,000, ଏକ୍ଜିଟ୍ ରହିଲା 1,14,500। ତ ଏଠି 500 ପଏଣ୍ଟ ରହିଲା। 500 ପଏଣ୍ଟ ମିନ୍ସ ଯଦି ଆପଣ $100 ନେଉଛନ୍ତି ପାଖାପାଖି $50 ପ୍ରଫିଟ ହେବା କଥା 500 ପଏଣ୍ଟରେ। ଯଦି ଦେଖନ୍ତୁ ଏଠି $50 ପ୍ରଫିଟରେ ପାଖାପାଖି $36 ରହୁଛି, ପାଖାପାଖି $14 ପାଖାପାଖି ଯାଉଛି, $13 13.48। ତ ଏତିକି ଡଲାର ଆମର ଚାର୍ଜେସ୍ ଯାଉଛି। ତ ରାଉଣ୍ଡ ଫିଗର ମୁଁ $14 ପକେଇ ଦଉଛି, ତ $14 ପାଖାପାଖି ଚାର୍ଜେସ୍ ଯଦି ଯାଉଛି। ତ ଏଇଟା ହେଲା ଟେକରରେ। ଯଦି କିନ୍ତୁ ଆପଣ ମେକରରେ ନେବେ ତାହେଲେ ଦେଖନ୍ତୁ ଚାର୍ଜେସ୍ ଆହୁରି କମିଯିବ, $44, ମାନେ ପାଖାପାଖି $10 ଏପଟ ସେପଟ ରହୁଛି। ତ ଏଇ ହିସାବରେ ଆପଣ ସବୁବେଳେ ମେକରରେ ନେବେ। ମେକର ସବୁବେଳେ ଆପଣ ଟ୍ରେଡିଂ କଲେ ଆପଣଙ୍କର ବ୍ରୋକେଜ ଚାର୍ଜ ବହୁତ କମିଯିବ। ତ ସେଇ ହିସାବରେ ଏଇଟା ହେଲା ଫ୍ୟୁଚରରେ, ଆପଣ ଫ୍ୟୁଚରରେ ଟ୍ରେଡିଂ କରିବେ। ତ ସେଥିପାଇଁ ସବୁବେଳେ ଧ୍ୟାନ ଦେବେ, ଚାର୍ଜେସ୍ ଉପରେ ସବୁବେଳେ ଧ୍ୟାନ ଦେବେ। ସବୁବେଳେ ମେକର ନେବାର ଟ୍ରାଏ କରିବେ। ଯଦି ଆପଣ ଟେକର ନେଇଯିବେ ତାହେଲେ ଅଧିକା ଚାର୍ଜେସ୍ ଦେବାକୁ ପଡିବ। ସେମିତି ଆସିଲେ ଅପସନ, ଅପସନରେ ଆପଣ ଯାହା ବି କଲେ ସେଇ ଆମର ମେକର ହିସାବରେ ଚାର୍ଜେସ୍ ଯିବ। କିନ୍ତୁ ଅପସନରେ ଟିକେ ଅଧିକା ଚାର୍ଜେସ୍ ରହୁଛି। ଅପସନର ବି ଚାର୍ଜେସ୍ ଟାକୁ ଆପଣ କାଲକୁଲେସନ କରିବେ। ସପୋଜ ଆପଣ ଗୋଟେ ପ୍ରିମିୟମ 100 ଟଙ୍କାରେ କିଣିଲେ, 100 ଟଙ୍କାରେ କିଣିଲେ 126 ଟଙ୍କାରେ ବିକିଲେ, 1,000ଟା ଲଟ୍ ମନେକର କିଣିଲେ, ତାହେଲେ ଆପଣଙ୍କୁ ଲସ୍ ରହୁଛି। ଆପଣ 100 ଟଙ୍କାରେ କିଣି 126 ଟଙ୍କାରେ ବିକିଲେ ମଧ୍ୟ ଆପଣଙ୍କୁ ଲସ୍ ରହୁଛି। ସେଥିପାଇଁ 127ରେ ଯଦି ବିକିବେ, ଆପଣ 100 ଟଙ୍କା କିଣିକି 127 ରୁ ଉପରକୁ ଯାହା କିଣିବେ ଆପଣଙ୍କୁ ପ୍ରଫିଟ ରହିବ, ନହେଲେ ଅଦରୱାଇଜ ଲସ୍ ହିଁ ରହିବ। ସେଥିପାଇଁ ଏଠାରେ ଅପସନ ବାଇଂରେ ଆପଣଙ୍କୁ ଅଧିକା ଚାର୍ଜେସ୍ ଦେବାକୁ ପଡିବ ସବୁବେଳେ, ମାନେ ପାଖାପାଖି 27% ଚାର୍ଜେସ୍ ହିଁ ପଳେଇବ। ତ ସେଇ ହିସାବରେ ଆପଣ ଅପସନ ଟ୍ରେଡିଂ ଯଦି କରୁଛନ୍ତି, ଅପସନ ବାଇଂ କରୁଛନ୍ତି, ତାହେଲେ ସେଇଥିରେ ଆପଣ ମେଣ୍ଟାଲି ପ୍ରିପେୟାର ହେବେ ଆପଣ ଏତିକି ଚାର୍ଜେସ୍ ଏଫୋର୍ଡେବଲ କରିପାରିବେ କି ନାହିଁ। ମାନେ ପାଖାପାଖି ଯଦି ଆପଣ ୱାନ୍ସ କିଣିଦେଲେ ତ ଆପଣ ମାନିକି ପୁରା ଚାଲିବେ, 27% ଆପଣଙ୍କର ଚାର୍ଜେସ୍ ହିସାବରେ କଟିଯିବ। ତ ସେଇ ହିସାବରେ ଆପଣ ପ୍ଲାନ୍ କରିବେ। ତ ଏଇଟା ପୁରା ଫିସ୍ କାଲକୁଲେସନ ଆସୁଛି। ଏଇଟା ଆଜି ମାନେ ବିଟକଏନ ର ଗୋଟେ ସାମ୍ପଲ ଟ୍ରେଡିଂ ଫିସ୍ ଟା ଶୋ କରୁଛି। ତ ଏଇଟା 70,000 ଥିଲା ବିଟକଏନ। ତ ନୋସନାଲ ଆଣ୍ଡ ଅର୍ଡର ଭ୍ୟାଲୁ, ଏଠି ଦେଖନ୍ତୁ ନମ୍ବର ଅଫ କଣ୍ଟ୍ରାକ୍ଟ ଇଣ୍ଟୁ ଲଟ୍ ସାଇଜ ଇଣ୍ଟୁ ଇଣ୍ଡେକ୍ସ ପ୍ରାଇସ୍। ପାଖାପାଖି 70,000 ର 0.2% ଯୋଉ ଚାର୍ଜର ରହୁଛି ମେକର ଚାର୍ଜେସ୍ ଟା, ତ $14 ପାଖାପାଖି ଚାର୍ଜେସ୍ ଆସୁଛି। ସେମିତି ଆସିଲା ଅପସନ, ଅପସନରେ ବି ସେମ୍ ଜିନିଷ। ଅପସନରେ ଆପଣଙ୍କୁ ଟିକେ ଅଧିକା ଚାର୍ଜେସ୍ ପଡୁଛି, ତ ସେଇ ହିସାବରେ ଆପଣଙ୍କୁ ମେଣ୍ଟାଲି ପ୍ରିପେୟାର ହେଇକି ଟ୍ରେଡିଂ କରିବାକୁ ପଡିବ। ସେଠି ଆପଣ ଚେକ୍ କରିପାରିବେ। ଏଥର ଆପଣ ଏଥର ବୁଝିପାରିଲେ ଯେ ଚାର୍ଜେସ୍ ଟା କୋଉ ଟାଇପ ର ରହୁଛି। ଦେଖିବା ଅପସନ ଉପରେ କଣ କଣ ଅଛି। ଆପଣ ଯେତେବେଳେ ଅପସନ ଉପରେ କ୍ଲିକ୍ କରିବେ, ସେତେବେଳେ ପୁରା ଅପସନରେ ଆପଣ ଦିଟା ହିଁ ପେର୍ ଟ୍ରେଡିଂ କରିବେ। ଗୋଟେ ହେଲା ବିଟକଏନ, ଆଉ ଗୋଟେ ହେଲା ଏଥେରିୟମ। ଆପଣ ଯଦି ଏଥେରିୟମ ସିଲେକ୍ଟ କରିବେ ତାହେଲେ ଏଥେରିୟମ ର ଅପସନ ଚେନ୍ ଟା ଓପନ ହବ। ଆପଣ ଯଦି ବିଟକଏନ ଚୁଜ୍ କରିବେ ତାହେଲେ ବିଟକଏନ ର ଅପସନ ଚେନ୍ ଓପନ ହବ। ତେବେ ଦେଖନ୍ତୁ ବିଟକଏନ ର ଅପସନ ଚେନ୍ ଟା ମୁଁ ଓପନ କଲି। ବିଟକଏନ ର ଏଠି ଅପସନ ଚେନ୍ ଆପଣ ଦେଖନ୍ତୁ ଏଠି
ଏଇ ଯୋଉ 11ଟା ରହିଲା ଏଇଟା ହେଲା ଏଟ୍ ଦ ମନି ପ୍ରାଇସ୍। ଓକେ, ମଝିରେ ଏଇଗୁଡା ସବୁ ରହିଲା ଷ୍ଟ୍ରାଇକ୍ ପ୍ରାଇସ୍। ଏପଟ ସାଇଡ୍ ରହିଲା କଲ୍ ସାଇଡ୍, ଏପଟ ସାଇଡ୍ ରହିଲା ପୁଟ୍ ସାଇଡ୍। ଏଗୁଡା ହେଲା ପୁଟ୍ ସାଇଡ୍ ର ଆଉଟ୍ ଦ ମନି, ଏଇଟା ହେଲା ପୁଟ୍ ସାଇଡ୍ ର ଇନ୍ ଦ ମନି, ଆଉ ଏଇଟା ହେଲା ଏଟ୍ ଦ ମନି। ସେମିତି ଏପଟେ ଇନ୍ ଦ ମନି, ଏଟ୍ ଦ ମନି, ଆଉଟ୍ ଦ ମନି। ଏଇଟା ହଉଛି କଲ୍ ସାଇଡ୍ ର। ଆପଣ ଯୋଉ ବି ପ୍ରିମିୟମ ନେବେ ଏଠି ଆପଣ ସିଲେକ୍ଟ କରିବେ, ଯୋଉଟା ଯେତିକି ଡଲାର ଅଛି ଆପଣ ସେତିକି ଦେବାକୁ ପଡିବ। ତ ସେ ଅନୁସାରେ ଆପଣ ଲଟ୍ ହିସାବରେ ଆପଣଙ୍କର କାଲକୁଲେସନ ହବ। ତାପରେ ଏଠି ଦେଖନ୍ତୁ ଆପଣ ଏକ୍ସପାୟରୀ ହିସାବରେ ସବୁ ଜିନିଷ ଅଛି। ଏଠି ଆପଣ ଡେଲି ଏକ୍ସପାୟରୀ ଅଛି, ୱିକଲି ଏକ୍ସପାୟରୀ ଅଛି, ଆଉ ମନ୍ଥଲି ଏକ୍ସପାୟରୀ ବି ଅଛି। ଆପଣ ଏଠି ଅପସନ ମାର୍କେଟ କଣ ଗୋଟେ ସୁବିଧା ରହୁଛି, ଆପଣ ଏଠି ଡେଲି ଏକ୍ସପାୟରୀ ଅଛି। ଡେଲି ଏକ୍ସପାୟରୀ ଯେମିତି ହିରୋ ଜିରୋ ଆପଣ ଇଣ୍ଡିଆନ ମାର୍କେଟରେ ଟ୍ରେଡିଂ କଲେ ତ ଏଠି ବି ହିରୋ ଜିରୋ କରିପାରିବେ। ବଟ୍ ଏଠି ଚାର୍ଜେସ୍ ଟିକେ ଅଧିକା ରହୁଛି, ତାକୁ ବି କେୟାରଫୁଲ ହେଇକି ଟ୍ରେଡିଂ କରିବେ। ଏଠି ଦେଖନ୍ତୁ 7, 8, 9 3 ଦିନ ଯାର ଏକ୍ସପାୟରୀର କଣ୍ଟ୍ରାକ୍ଟ ଗୁଡା ଆପଣଙ୍କୁ ଏଠି ଶୋ କରିବ। ଆପଣ ଯଦି ଦୂର ନେବେ ୱିକଲି ନେବେ ନେଇପାରିବେ, ମନ୍ଥଲି ଏଗୁଡ଼ା ନେକ୍ସଟ ୱିକ୍ ନେଇପାରିବେ, ଏଟା ମନ୍ଥଲି ନେଇପାରିବେ, ମନ୍ଥଲି ଏଟା ନେକ୍ସଟ ମନ୍ଥରେ ନେଇପାରିବେ। ଆପଣ ଯୋଉ ଡେଟ୍ ର ଆପଣ ଚୁଜ୍ କରିବେ ସେ ଡେଟ୍ ର କଣ୍ଟ୍ରାକ୍ଟ ଗୁଡାକ ଓପନ ହେଇଯିବ। ତ ଦେଖନ୍ତୁ ଏଠି ମୁଁ ମୋର 7 ତାରିଖ ସିଲେକ୍ଟ କଲି, ତ ମୁଁ ଏବେ ଚୁଜ୍ କଲି ଗୋଟେ ଆଉଟ୍ ଦ ମନି ର କଣ୍ଟ୍ରାକ୍ଟ ଓପନ କରିବି। ତ ଏଠି ସିଲେକ୍ଟ କଲି, ତାପରେ ଏଠି କଣ୍ଟ୍ରାକ୍ଟ ଉପରେ ସିଲେକ୍ଟ କଲି, ତାପରେ ଚାର୍ଟ ରୁ ସିଲେକ୍ଟ କଲି। ଚାର୍ଟ ସିଲେକ୍ଟ କଲେ ସେଇ କଣ୍ଟ୍ରାକ୍ଟ ର ଚାର୍ଟଟା ଓପନ ହେଇଯିବ। ଏବଂ ତାର ଚାର୍ଟଟା ଓପନ ହେଇଗଲା। ତ ଏଇ ଟାଇପ୍ ର ଆପଣ ଟ୍ରେଡିଂ କରିପାରିବେ। ତ ଆଜି ମାର୍କେଟ ଟି ଡାଉନ୍ ଥିଲା ମର୍ଣ୍ଣିଂରେ, ତ ମର୍ଣ୍ଣିଂ ଯଦି ଡାଉନ୍ ଥିଲେ ଆପଣ ଜାଣିଥିବେ ମାର୍କେଟ ଯଦି ଡାଉନ୍ ରହିବ ତାହେଲେ ପୁଟ୍ ସାଇଡ୍ ରେ ପ୍ରଫିଟ୍ ରହିବ। ତ ଦେଖନ୍ତୁ ଆଜି ପୁଟ୍ ସାଇଡ୍ ରେ କୋଉ ଟାଇପ୍ ର ମୁଭମେଣ୍ଟ ଦେଇଛି। ଏଟା ସକାଳ 7ଟା, ସକାଳ 6:57 ବେଳକୁ ପୁରା ଡାଉନ୍ ଆସିଲା। କେତେ 79 ଥିଲା, ଗଲା 400, ପାଖାପାଖି 5 ଗୁଣା ପାଖାପାଖି ଗଲା। ଓକେ, ତ ଏଇ ଟାଇପ୍ ର ଆପଣ ମାନେ କଲ୍ ପୁଟ୍ କିଣା ବିକା କରିବେ। ସପୋଜ ଆପଣ ଏଇଟା ଏଇ ଆମର ଏଇଟା କଣ ପୁଟ୍ ସାଇଡ୍ ର କଣ୍ଟ୍ରାକ୍ଟ ଓପନ କଲେ, ଏଠି ହଉଛି ବାଇ, ଏଠି ହଉଛି ସେଲ୍। ଆପଣ ବାଇରେ ଲିମିଟ୍ ଅର୍ଡର ଦେଇକି ଆପଣ ଏଠି କେତେଟା ଲଟ୍ ଏବେ ସପୋଜ ମୁଁ ପକେଇଲି 125 ଅଛି, ତ 125 ପକେଇଲି। ଏଠି ମୁଁ ଆପଣ 100 ଲଟ୍ ପକେଇଲି, ଗୋଟେ ସାମ୍ପୁଲରେ ଗୋଟେ ବାଇ କଲି। ଓକେ, ତ ଯଦି ମୁଁ ବାଇ କଲି, ମୁଁ ଅର୍ଡର ଦେଲି 122, କିନ୍ତୁ ଏବେ 125 ଅଛି। ମୋର ଅର୍ଡର ଟା ଏଠିକି ଆସିଲେ ପୁରା ମୁଁ ଲିମିଟ୍ ଦେଲି ନା, ମାନେ ପୁରା ଏଠି ଟଚ୍ କଲେ ସିଏ ଅଟୋମେଟିକ ବାଇ ହବ। ଆଉ ଏଠି ଆପଣ ସ୍ପ୍ରେଡ ଦେଖିପାରୁଥିବେ। ଆପଣ ଯେତେବେଳେ ବାଇ କରିବେ, ଆପଣ ବାଇ ପ୍ରାଇସ୍ ରହିବ 130 ହିସାବରେ ରହିବ। ସରି, ଏଟା ସେଲ୍ ପ୍ରାଇସ୍ ଟା। ଆପଣ ଇନଷ୍ଟାଣ୍ଟ ଯଦି ସେଲ୍ କରିବେ 129 ସେଲ୍ କରିବେ, ଆଉ ଯଦି ବାଇ କରିବେ 122 ରେ ବାଇ କରିବେ। ତ ଏଇ ଟାଇପ୍ ରହିଲା ଆପଣ ଏଠି ମାନେ ଏଇ ଟାଇପ୍ ରହିଲା ମାନେ ଡେଲ୍ଟା ଏକ୍ସ ର ଫଙ୍କସନ ରହିଲା। ଆଉ ଯୋଉମାନେ ଅପସନ ଟ୍ରେଡିଂ ପାଇଁ ଇଣ୍ଟରେଷ୍ଟେଡ ଅଛନ୍ତି, ତ ଡେସ୍କ୍ରିପସନରେ ଲିଙ୍କ ଅଛି, ଆପଣ କ୍ଲିକ୍ କରିକି ଆକାଉଣ୍ଟ ଓପନ କରିକି ଆପଣ ମାନେ ଟ୍ରେଡିଂ ଷ୍ଟାର୍ଟ କରିପାରିବେ। ଏଠି ଦେଖନ୍ତୁ ମୋର କିଛି ପୋଜିସନ ଅଛି। ଆମର ମୁଁ ଏଇଟା ଅପସନ ହେଜିଂ କରିଦେଇଛି। ମୁଁ 15 ତାରିଖର କଣ୍ଟ୍ରାକ୍ଟ ଦିଟା ପକେଇଛି। ଦେଖନ୍ତୁ ଏଇଟା 15/8/2025, ଗୋଟେ କଏଲ ସାଇଡ ଗୋଟେ ପୁଟ୍ ସାଇଡ, ତ ଦିଟା ଯାକ ମୁଁ ସେଲ୍ କରିଛି, ମାନେ ସେ ସେଲ୍ ରେ ହେଜିଂ କରିଛି। ତ ଏଠି ମୋର ପାଖାପାଖି $8, $9 ଏଇ ତ ମୋର ଏ ପୋଜିସନ ଟା ପୁରା ରହିବ। ତ ମୁଁ ଏଇଟା ପାଖାପାଖି 15 ତାରିଖ ଯାଏଁ ଅଛି। ମୁଁ 15 ତାରିଖ ହୋଲ୍ଡ ରଖି ତାହେଲେ ମତେ ପାଖାପାଖି 5,000 ଟଙ୍କା ପ୍ରଫିଟ୍ ରହିବ। ଆପଣ ମାନେ ବି ଅପସନ ହେଜିଂ କରି ଏଠି ଇନକମ୍ କରିପାରିବେ। ଆଉ ଇଣ୍ଡିଆ ମାର୍କେଟ ଆପଣ ଯୋଉ ଅପସନ ସେଲିଂ କରୁଥିଲେ, ଇଣ୍ଡିଆ ମାର୍କେଟ ଅପସନ ସେଲିଂ କଲେ କଣ ହବ, ସେଠି ଅଧିକା ପ୍ରାଇସ୍ ଦେବାକୁ ପଡୁଛି। ଯେମିତି 1,00,000 1.5 ଲକ୍ଷ ପାଖାପାଖି ଫଣ୍ଡ ରଖିଲେ ଆପଣ ଅପସନ ସେଲିଂ କରିପାରିବେ। କିନ୍ତୁ ଏଠି ସେମିତି କିଛି ନାହିଁ। ଆପଣ ଏଠି ପୁରା ପ୍ରାଇସ୍ ବହୁତ କମ, ଇଭେନ୍ 1,000 2,000 ରୁ ମଧ୍ୟ ଆପଣ ଅପସନ ସେଲିଂ କରିପାରିବେ। ଆଉ ଏଠି ତଳେ ପୁରା ଆପଣ ଆମର ଫଙ୍କସନ ଅଛି, ପୋଜିସନ ଦେଖିପାରିବେ, ଅର୍ଡର ହିଷ୍ଟ୍ରି ଦେଖିପାରିବେ, ଷ୍ଟପ୍ ଅର୍ଡର, ଓପେନ ଅର୍ଡର କଣ କଣ ସବୁ ଏଠି ଦେଖିବେ। ଓକେ, ତ ଏଇଟା ଥିଲା ଆପଣଙ୍କର ଡେଲ୍ଟା ଏକ୍ସଚେଞ୍ଜ ର ବେସିକ୍ ଫଙ୍କସନ। ଆଶା କରୁଛି ଭିଡ଼ିଓଟା ଆପଣଙ୍କୁ ବହୁତ ଭ୍ୟାଲୁ ଦେଇଥିବ। ଯଦି ଆପଣ କିଛି ପ୍ରୋବ୍ଲେମ ଅଛି ଫଙ୍କସନ ହିସାବରେ, ମାନେ କୋଉ ଫଙ୍କସନ ଯଦି କିଛି ଡାଉଟ୍ ଅଛି, ଯଦି ବୁଝିପାରୁନାହାନ୍ତି, ତାହେଲେ କମେଣ୍ଟରେ ଜଣେଇବେ। ତାହେଲେ ଆଜି ପାଇଁ ଏତିକି, ପୁଣି ଦେଖାହବ।
ନେକ୍ସଟ ଭିଡ଼ିଓରେ।